ତିର୍ତ୍ତୋଲ ବ୍ଲକ ବେରିତୋଳ ପଞ୍ଚାୟତର ବେରିତୋଳଠାରେ ପାରାଦୀପ ତୈଳ ବିଶୋଧନାଗାର ସିଏସ୍ଆର୍ ପାଣ୍ଠିରୁ 30 ଲକ୍ଷ ଟଙ୍କା ଆର୍ଥିକ ଅନୁଦାନରେ ନବନିର୍ମିତ ବହୁମୁଖୀ ଗୋଷ୍ଠୀ କେନ୍ଦ୍ରର ଶୁଭ ଉଦ୍ଘାଟନ ଉତ୍ସବ ଗତ 19 ତାରିଖ ଶୁକ୍ରବାର ସନ୍ଧ୍ୟାରେ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଜଗତସିଂହପୁରର ମାନ୍ୟବର ସାଂସଦ ବିଭୁ ପ୍ରସାଦ ତରାଇ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆନୁଷ୍ଠାନିକ ଭାବେ ଏହି ପ୍ରକଳ୍ପକୁ ଉଦ୍ଘାଟନ କରି ପାରାଦୀପ ତୈଳ ବିଶୋଧନାଗାରର ଇତିବୃତ୍ତି ବିଷୟରେ ସୂଚନା ଦେବା ସହିତ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମ ଗ୍ରହଣ କରୁଥିବାରୁ ଏହାର ଉଚ୍ଚ ପ୍ରଶଂସା କରିଥିଲେ। जिला विजिलेंस मॉनिटरिंग कमिटीर सदस्य देवेंद्र कुमार मल्लिकଙ୍କ सभापतित्व आयोजित ଏହି ସଭାରେ सम्मानित अतिथि भाव जिला परिषद अध्यक्ष मनोज कुमार भोई, जिला परिषद सुनील कुमार बेहेरा, स्थानीय सरपंच रमामणि दास, गोपालपुर सरपंच प्रकाश चंद्र स्वाई, जगतसिंहपुर उपजिलापाल प्रशांत कुमार तराई, अतिरिक्त तहसीलदार कल्पना तपस्विनी नायक प्रमुख जोगदे स्थानीय अंचल विवाह व्रत सभा समिति और विभिन्न सांस्कृतिक कार्यक्रम परिवेशन निमंते एही बहुमुखी गोष्ठी केन्द्र क्षेत्र में यथेष्ट सहायता प्रदान करिबो बोली निज निजर वक्तव्य उपस्थापन करथिले। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ବହୁ ବୁଦ୍ଧିଜୀବୀ, ଚିନ୍ତାଶୀଳ, ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମେତ ସାଧାରଣ ବର୍ଗର ଲୋକମାନେ ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା। ଜଗତସିଂହପୁରରୁ ଶରତ କୁମାର ଦାସଙ୍କ ରିପୋର୍ଟ, ନ୍ୟୁଜ ଉପାନ୍ତ ଖବର।